ଆମେ ଯାହାକୁ ହାତ ଧରିବୁ କେବେ ଛାଡିବୁ ସହଜରେ ଆମ ଘରେ ପକଟ ଗଛ ଲଗା ଛାଇ ଦରକାର। ଯଦି ଆପଣଙ୍କର ବାରଣ୍ଡା ଫାରଣ୍ଡା ରଖିବ ଗୋଟେ ଅଖା ଫକା ଘେରେଇ ଦେଲେ ରହିପାରିବ। ଜନ୍ଦା ପୁଙ୍କୁଡି ତାଙ୍କ ଠାରୁ ଦୂରେଇ ରଖିବା ଦରକାର। ସେମାନେ ମଣିଷ ପାଖାପାଖି ମଣିଷ ଥିବେ ତାଙ୍କୁ ଆଟାକ୍ କରିବେ। ଯଦି ଆମେ ଘର ତ ପାଗୁଆ ମାଛି ହିଁ ଆଟାକ୍ ସେମାନେ ଆଟାକ୍ କରିବେ ନା। ଏମାନଙ୍କୁ ଆମେ ଯଦି ବାର ବାର ଗୋଟେ ଡାଙ୍ଗ ପୁରେଇ ଖେଚୁଟିବା ତ ମାରିବେ ନା। ଲୋକ କୁହନ୍ତି କି ପ୍ରଶ୍ନ ପଚାରନ୍ତି ଯଦି ଆମେ ବାକ୍ସରେ ରଖିକିରି ଫିଡିଂ ଦଉଛୁ ତାହେଲେ ଗଛ ବୁଛ କୋରଡରେ ଯିଏ ଅଛନ୍ତି ତାଙ୍କୁ ତ ଫିଡିଂ ଦିଆ ହଉନି। ପ୍ରଶ୍ନ ଆପଣ ମନକୁ ବି ଏଇଟା ଆସିବ। କିନ୍ତୁ ଯେହେତୁ ଆମେ ବାକ୍ସରେ ତାଙ୍କୁ ପାଳନ କରୁଛେ ତ ଆମେ ମହୁଟାକୁ କାଢି ଦଉଛେ, ତାଙ୍କ ଖାଦ୍ୟଟାକୁ ସଙ୍କଟ କରେନି। ଫୁଲ ଆଜି ଅଛି କାଲି ନଥିବ, ତେଣୁକରି କୋରଡରୁ କିଏ ମହୁ ଚିପୁଡ଼ିକି ଆଣିପାରୁଛି ତ ଅଛି ସିଏ ତାଙ୍କ ହିସାବରେ ଖାଦ୍ୟଟା ରଖିଲେ ବର୍ଷ ସାରା ଷ୍ଟୋରେଜ। ଆମେ କଣ ଜବରଦସ୍ତ ଟାଣିଲେ ତ ଆମେ ତାଙ୍କୁ ଫିଡିଂ ଦବାକୁ ପଡିବ, କୃତ୍ରିମ ଖାଦ୍ୟ ଦବାକୁ ପଡିବ। ଲୋକ କହିବେ ଆଉ ଗୋଟେ କଥା ଲୋକଙ୍କର ମନରେ ବି ଧାରଣା ଅଛି ଚିନି ଶିରା ଯଦି ଦଉଛନ୍ତି ଆମକୁ ମହୁ କିଲୋ 1200 ଟଙ୍କା ବିକୁଛନ୍ତି, ଚିନି ଶିରା ଦେଇ ଦଉନାହାନ୍ତି। ଭୁଲ ଧାରଣା। କାହିଁକି ନା ଆମେ ଯେତେବେଳେ ଦେଖିଲୁ ବରକୋଳି ଫୁଲ ଆରମ୍ଭ ହେଲା ଫିଡିଂ ଦେଲେ ହିଁ ଖାଇବେ। କାଚ ବୋତଲରେ ରଖିବେ, କାଚ ବୋତଲରେ ଟିକେ ବି ପାଣି ରହିବନି, ତାକୁ ପୁରା ଡ୍ରାଏ କରିବେ, ଶୁଖେଇଦେବେ। ସିଏ କରୁଛନ୍ତି କାହିଁକି ତା ଦେହରେ 25% କେବଳ ଓରିଜିନାଲ ହନି ହିଁ ଅଛି, ଆପଣଙ୍କୁ ଗ୍ୟାରେଣ୍ଟି ଦିଆହବ। ତେଣୁକରି ଚିନି ଶିରାଟା କଣ ହବ ଆମିଳା ହେଇଯିବ, ତ ସେ ତେଣୁ 7 ମାସରେ ଏକ୍ସପାୟାର ହେଇଯିବ, ଖାଇଦିଏ। କାଚ ଗ୍ଲାସ ରେ ଫୁଲ ପାଣି ରଖିବେ ତ ମହୁକୁ ପକେଇବେ, ସିଧା ଯାଇ ତଳେ ବସିବ। ଯଦି ଚିନି ମିଶିବ ସେ ବୁଲିଲା ଭିତରେ ଥାଏ ଗୋଟେ କୁକୁଡ଼ା ଥାଏ ଡିଫେନ୍ସ ରହିବ, ସିଏ ରହିବ ଜଙ୍ଗଲର ଯୋଉ ସିଷ୍ଟମ ଟା ରଖୁଛନ୍ତି, ଜଙ୍ଗଲର ଜିନିଷର ଯୋଉଟା ତିଆରି ଯୋଉ ଜିନିଷଟା ସେ ରହି ମହୁଟା ଯୋଉ। ଆପଣଙ୍କୁ ଆହୁରି ଗୋଟେ ପ୍ରଶ୍ନ ବି ମୁଁ ପଚାରି ତ ଠିକ ଅଛି, ଆପଣ ସେ କଥା କହିଲେ ଆମେ ଆପଣଙ୍କ କଥାରେ ଏକମତ ହେବୁ। ତ ଆପଣ ଜାଣିଛନ୍ତି ଯଦି ଜଙ୍ଗଲରେ ଯେକୌଣସି ମହୁ ଯେତେବେଳେ ଆମେ ଅମଳ କରୁଛେ ସେ ଫେଣାଟା ସିଲ୍ ହେଇଛି କି ନାହିଁ? ମହୁ ଯଦି ଫେଣାରେ ସିଲ୍ ନ ହେଇଛି ସିଏ ପରିପକ୍ୱ ହେଇନାହିଁ। ଆପଣ ଯେକୌଣସି ସାଇଣ୍ଟିଷ୍ଟ କି ଶୁଣନ୍ତୁ, ଆପଣଙ୍କ ସେଇଟା ମନ ଧାରଣା ଯାଇଛି ଜଙ୍ଗଲକୁ, ସେଇଟା ଆମେ ମନା କରୁନୁ। ଆପଣ ବାଘ ମହୁ ବି ଆପଣ ବି ଖାଉଥିବେ, ସେଇଟା ସିଲ୍ ନୁହେଁ। ବାୟୁମଣ୍ଡଳରେ ବି ଡଷ୍ଟ ବି ଉଡୁଛି, ମାଛି କଣ ସବୁ ଡଷ୍ଟ ପଠେଇ ଦଉଛନ୍ତି? ପ୍ରଶ୍ନଟା ହଉଥିଲା କି ମୁଁ ବହୁତ ଜାଗାରେ ଆର୍ଗୁମେଣ୍ଟ ଶୁଣିଥିଲି, ୱେଷ୍ଟର୍ଣ୍ଣ ଆର୍ଗୁମେଣ୍ଟ, ଏଟା ଆମର ଇଷ୍ଟର୍ଣ୍ଣ ଆର୍ଗୁମେଣ୍ଟ, ମାନେ ପାଶ୍ଚାତ୍ୟ ଆର୍ଗୁମେଣ୍ଟ ଥାଏ। ଯୋଉ ମହୁ ମାନଙ୍କୁ ଯୋଉ ବାକ୍ସ କରୁଛେ, ମହୁ ଖାଦ୍ୟ ନେଇଯାଉଛେ ଆମେ, ଯୋଉଟା କି ଗୋଟେ କହନ୍ତି ଇମୋରାଲ ବିଜନେସ, ଏଇଟା ଗୋଟେ ଅନଏଥିକାଲ ବିଜନେସ କହନ୍ତି, ଅନୈତିକ ବେପାର କହନ୍ତି ଏଟାକୁ। ତ ସେଇଟାକୁ ଆପଣ କେମିତି ବ୍ୟାଖ୍ୟା କରିବେ? ନାଇଁ ସେଇଟା ମୁଁ ଆପଣଙ୍କ କଥାରେ ସହମତି ଅଛି। କାରଣ ଯଦି ଆମେ ମହୁମାଛି ପାଳୁଛେ ତ ଆମେ ଜବରଦସ୍ତି ତାଙ୍କ ଫେଣାରୁ କଣ ଖାଦ୍ୟଟାକୁ ମାନେ ହରଣ କରି ଆଣୁଛେ, ସେଇଟା ଆର୍ଗୁମେଣ୍ଟ ଟା ଠିକ ଅଛି। କିନ୍ତୁ ଯେତେବେଳେ ଫୁଲ ହରିକା ଅଛି ତ ସେମାନେ ଯାହା ଆଣିବେ ଖାଇକିରି ବଞ୍ଚି ପାରିବେ, ସେତେବେଳକୁ ଆମେ ମହୁଟା କାଢି ପାରିବା। କାହିଁକିନା ମହୁର ବି ଲୋକଙ୍କ ପାଇଁ ବି ଆବଶ୍ୟକତା ଅଛି। ଆପଣଙ୍କ ଗୋଟେ ସନ୍ତୁଳନ ରକ୍ଷା କରୁଛୁ ଆମେ, ଆମର ଆବଶ୍ୟକତା ଆମେ ନେଇଯାଉଛେ, ତାଙ୍କର ସଙ୍କଟ ବେଳ ପଡୁଛି ତ ସୁଗାର ଫିଡିଂ ଦଉଛେ, ତ ପାଚିଲା ବାନାନା ବି ଦଉଛେ, ତ ଆତ ବି ଦେଇ ଦଉଛେ, ତ ପାଚିଲା ପଣସ ବି ଦଉଛେ। ତାଙ୍କର ଚାହିଦା ହିସାବରେ ଆମେ ଓରିଜିନାଲ ମହୁଟା ଦେଇ ନପାରେ, କିନ୍ତୁ ତାଙ୍କୁ ଯେକୌଣସି ଖାଦ୍ୟଟା ଦେଇକି ଆମେ ସଙ୍କଟ ବେଳରେ ନହେଲେ ଏତେ ସାରା ଆୟୁର୍ବେଦିକ ଯୋଉ ମେଡିସିନ ହନି ତ ଲୋକ ଯଦି ସେଇଆ ଭାବିବେ ତ ଆଉ ପଢା ହେଇପାରିବନି କି ତାକୁ ଲୋକ ପାଇବେନି। ବୁଝିପାରୁଛ? ଆପଣଙ୍କ କଥାକୁ କାଟି ଦଉ ଫୁଲଟା ବେଶୀ ତ ଯେତେବେଳେ ତାଙ୍କର ସଙ୍କଟ ବେଳ ପଡେ ଆମେ ବି ତାଙ୍କୁ ସହାୟତାରେ ହାତ ବଢାଉ, ଆମେ ବି କେୟାର ଯେମିତି ସେମାନେ ନ ପାଇବେ।